গুলিবিদ্ধ বারহা সহ 3টি দেশী বন্দুক জবত 3 শিকারী গিরফ নয়াগড়ে বন বিভাগর বড় সফলতা। তো নমস্কার বন্ধুগণ, আপন মানে দেখুছন্তি আমার চ্যানেল। আজির এই ভিডিওরে আমি নয়াগড় জিল্লারু আসিথিবা এক বড় খবর বিষয়ে জানিবা। ଯେଉଁଠାରେ ବନ ବିଭାଗ ଚଢାଉ କରି ଏକ ଗୁଳିବଦ୍ଧ ବାରାହା ସହ 3ଟି ଦେଶୀ ବନ୍ଧୁକ ଏକ ଟାଙ୍ଗିଆ ଜବତ କରିବା ସହ 3 ଜଣ ଶିକାରୀଙ୍କୁ ଗିରଫ କରିଛି। ଦର୍ଶକ ବନ୍ଧୁ, ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବନ୍ୟା ଅଞ୍ଚଳରେ ଘଟିଛି। ବନ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା ଯେ କିଛି ଶିକାରୀ ଜଙ୍ଗଲ ମାଧ୍ୟମରେ ବନ୍ୟଜନ୍ତୁ ଶିକାର କରୁଛନ୍ତି। ଏହାପରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଚଢାଉ କରିଥିଲା। ଚଢାଉ ସମୟରେ ଶିକାରୀମାନେ ଏକ ବାରାହକୁ ଗୁଳି କରି ଫେରୁଥିବା ବେଳେ ବନ କର୍ମଚାରୀମାନେ ସେମାନଙ୍କୁ ଘେରାବନ୍ଦୀ କରି କାବୁ କରିଥିଲେ। ଘଟଣାସ୍ଥଳରୁ ଏକ ଗୁଳିବଦ୍ଧ ବାରାହା, 3ଟି ଦେଶୀ ବନ୍ଧୁକ ଏବଂ ଏକ ଟାଙ୍ଗିଆ ଜବତ କରାଯାଇଥିଲା। ଏହି ଘଟଣାରେ 3 ଜଣ ଅଭିଯୁକ୍ତଙ୍କୁ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ଶିକାରୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି। ବନ ବିଭାଗ ଏବେ ଏହି ଶିକାର ଚକ୍ର ସହ ଆଉ କେହି ଜଡ଼ିତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଜାରି ରଖିଛି। ବନ୍ୟଜନ୍ତୁ ଶିକାର ଏକ ଗୁରୁତର ଅପରାଧ। ଏହା କେବଳ ଆଇନ ବିରୋଧ ନୁହେଁ, ବରଂ ପ୍ରକୃତିର ସନ୍ତୁଳନକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକମାନେ ମଧ୍ୟ ବନ ବିଭାଗର ଏହି କାର୍ଯ୍ୟକୁ ସ୍ୱାଗତ କରିଛନ୍ତି ଏବଂ ଭବିଷ୍ୟତରେ ଏଭଳି ଚଢ଼ାଉ ଆହୁରି କଡ଼ାକଡ଼ି କରିବାର ଦାବି କରାଯାଇଛି। ବନ ବିଭାଗ କହିଛି ଯେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ନିୟମିତ ପେଟ୍ରୋଲିଂ ଏବଂ ଚଢ଼ାଉ ଜାରି ରହିବ। ବେଆଇନ ଶିକାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସତର୍କ କରାଯାଇଛି। ତ ବନ୍ଧୁଗଣ, ଏହି ଘଟଣା କେବଳ ଜଣେ କିମ୍ବା 2 ଜଣ ଶିକାରୀଙ୍କୁ ଗିରଫ କରିବାରେ ସୀମିତ ନୁହେଁ। ଏହା ପୁଣି ଥରେ ଦର୍ଶାଇଛି ଯେ ବେଆଇନ ବନ୍ୟଜନ୍ତୁ ଶିକାର ଏବେ ମଧ୍ୟ ଅନେକ ଜଙ୍ଗଲ ଅଞ୍ଚଳରେ ଚାଲିଛି। ବାରାହା ଜଙ୍ଗଲର ପରିବେଶ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ତେଣୁ ଏଭଳି ବନ୍ୟ ପ୍ରାଣୀଙ୍କ ବେଆଇନ ଶିକାର ପ୍ରକୃତି ଉପରେ ଖରାପ ପ୍ରଭାବ ପକାଇପାରେ। ଏହି ଘଟଣାରେ ବନ ବିଭାଗ ସମୟୋଚିତ ପଦକ୍ଷେପ ନେଇ ଶିକାରୀମାନଙ୍କୁ ଧରିବାରେ ସଫଳ ହୋଇଛି। ଏଥିରୁ ଅନ୍ୟ ବେଆଇନ ଶିକାରୀଙ୍କ ମଧ୍ୟ ପାଇଁ ଏକ କଡ଼ା ବାର୍ତ୍ତା ପଠାଯାଇଛି ଯେ ବନ୍ୟଜନ୍ତୁ ଶିକାର କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ବହୁତ ଜରୁରୀ। କେଉଁଠି ବେଆଇନ ଶିକାର କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ସମ୍ପୃକ୍ତ ବନ ବିଭାଗକୁ ସୂଚନା ଦେଲେ ଅନେକ ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା ପାଇପାରିବ। ତେବେ ଦେଖିବାକୁ ବାକି ରହିଲା ଏହି ମାମଲାରେ ତଦନ୍ତରେ ଆଉ କେଉଁ ସବୁ ତଥ୍ୟ ସାମ୍ନାକୁ ଆସୁଛି ଏବଂ ଏହି ଶିକାର ଚକ୍ର ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ। ରହୁଛୁ, ନମସ୍କାର।